ଆମର 24 ତାରିଖରେ ଭସ୍ମା ପୋଲିସ ଷ୍ଟେସନ ଗୋଟେ କେସ୍ ହେଇଛି 318 ନମ୍ବର କେସ୍ 61 କ୍ଲୋଜ୍ ଟୁ ଆଉ 319 କ୍ଲୋଜ୍ ଟୁ 336 ଆଉ 318 କ୍ଲୋଜ୍ ଫର୍ BNSରେ କଣ୍ଟେକ୍ଟ ଅଫ୍ ଦି ଏଫଆଇଆର ଏଇଟା ଯେ କିଛି ସସ୍ପିସିୟସ୍ ବ୍ୟାଙ୍କ ଆକାଉଣ୍ଟରେ ହ୍ୟୁଜ୍ ଆମାଉଣ୍ଟ ଅଫ୍ ଟ୍ରାଞ୍ଜାକ୍ସନ୍ ଲାଷ୍ଟ କିଛି ମନ୍ଥ ଭିତରେ ଆମର ନୋଟିସ୍କୁ ଆସିଲା ଏ ସଂକ୍ରାନ୍ତରେ ସେ କେସ୍ଟି ରୁଜୁ ହେଇଛି ଏବଂ ଯେତେବେଳେ ଆମେ ତାର ବ୍ୟାଙ୍କ ଷ୍ଟେଟମେଣ୍ଟ ସବୁ ଆଣିକିରି ତାକୁ ଆନାଲିସିସ୍ କରାଗଲା ଦେଖାଗଲା ଯେ ବହୁତ ଗୁଡ଼ିଏ ପଇସା ବାହାରୁ ସେଥିରୁ କ୍ରେଡ଼ିଟ୍ ଏବଂ ଡେବିଟ୍ ହେଇଛି ତେଣୁ ସେଗୁଡ଼ାକ ସାଇବର ଫ୍ରଡଷ୍ଟାର ମାନଙ୍କୁ ସେଟା ସେମାନେ ୟୁଜ୍ କରୁଥିବା ସନ୍ଦେହରେ ଆମେ ସେଇ ଯେଉଁ ଆକାଉଣ୍ଟ ଯେଉଁମାନେ ଖୋଲିଥିଲେ ତାଙ୍କୁ 5 ଜଣ ଯୁବକଙ୍କୁ ଆଣି ସ୍ଥାନୀୟ ଯୁବକ ଭସ୍ମା ପୋଲିସ ଷ୍ଟେସନ ଏରିଆରେ ତାଙ୍କୁ ଆଣିକି ପଚରାଉଚରା କଲାବେଳେ ଜଣଙ୍କ ପାଖରୁ 8ଟା ସେ ଆକାଉଣ୍ଟ ଖୋଲିକିରି ତାଙ୍କୁ ବିକ୍ରି କରିଦେଇଛି 5,000 10,000 ଟଙ୍କାର ଆକାଉଣ୍ଟ ଗୋଟେ ବିକ୍ରି କରିଦେଉଛନ୍ତି ସିମ୍ ଆକ୍ଟିଭେଟ୍ କରି ଦେଇଦେଲା ପରେ ସେମାନେ ବିଭିନ୍ନ ଯେଉଁ ପେମେଣ୍ଟ ଆପ୍ ଅଛି ପେମେଣ୍ଟ ଗେଟୱେ ଗୁଗୁଲ ପେ ଫୋନ୍ପେ ଏବଂ ଆମର ଯେଉଁ ଫୋନ୍ପେ ମାଧ୍ୟମରେ ସେମାନେ ଏଇଗୁଡ଼ାକ ଅପରେଟ୍ କରୁଛନ୍ତି ଏବଂ ଯେଉଁମାନେ ଭିକ୍ଟିମ୍ ଅଛନ୍ତି ସାଇବର କ୍ରାଇମ୍ର ଫାଇନାନ୍ସିଆଲ ଫ୍ରଡ଼୍ର ତାଙ୍କ ପଇସାଟା ଏସବୁ ଆକାଉଣ୍ଟକୁ ଡାଇଭର୍ଟ କରି ସେମାନେ ପୁଣି ଅନ୍ୟାନ୍ୟ ଆକାଉଣ୍ଟକୁ ବେନିଫିସିଆରୀ ଆକାଉଣ୍ଟ ମାନେ ଚ୍ୟାନେଲାଇଜ୍ କରୁଛନ୍ତି ତେଣୁ ଏହିସବୁ ତଥ୍ୟ ସାମ୍ନାକୁ ଆସିଲା ପରେ ଆମେ ସେଇ 5 ଜଣ ଯୁବକଙ୍କୁ ଆଜି ଗିରଫ କରାହେଇଛି ଏବଂ ତାଙ୍କୁ କୋର୍ଟ ଚାଲାଣ କରାହେଉଛି ଆଉ ଏଇ ଯେଉଁ ମନି ଟ୍ରେଲ୍ରେ ଯେଉଁମାନେ ବି ସମ୍ପୃକ୍ତ ଯାହା ବି ଲିଙ୍କ୍ ଅଛି ରୁଟ୍ ପର୍ଯ୍ୟନ୍ତ ଆମେ ଯିବା ପାଇଁ ଆମର ଇନଭେଷ୍ଟିଗେସନ୍ ଅଧିକ ଚାଲିଛି ବର୍ତ୍ତମାନ ପ୍ରିଲିମିନାରୀ ଷ୍ଟେଜ୍ରେ ଅଛି ଆଉ ଏସ୍ପି ମ୍ୟାଡ଼ାମ୍ ନିଜେ ଏଇ କେସ୍ଟି ପର୍ସନାଲି ଇନଭେଷ୍ଟିଗେସନ୍ଟାକୁ ମନିଟର କରୁଛନ୍ତି ଏବଂ ଗାଇଡେନ୍ସ ଦେଉଛନ୍ତି ଆମର ବର୍ତ୍ତମାନ ସାଇବର ସଚେତନତା ଅଭିଯାନ ମଧ୍ୟ ଚାଲିଛି ଆମର ରାଜ୍ୟ ସରକାରଙ୍କ ତରଫରୁ ଏବଂ ଏଇ ଅବସରରେ ଆମେ ସାଇବର ଅପରାଧୀମାନଙ୍କ ଉପରେ ମଧ୍ୟ ଆମର ଶିକଞ୍ଜା ଆମେ ଜାରି ରଖିଛୁ ଆଉ ଆଜି ଯେଉଁ 5 ଜଣ ଗିରଫ ହେଲେ ତାଙ୍କ ପାଖରୁ ବିଭିନ୍ନ ବ୍ୟାଙ୍କରେ ଖୋଲା ହେଇଥିବା 23ଟି ବ୍ୟାଙ୍କ ଆକାଉଣ୍ଟ ବ୍ୟାଙ୍କ ପାସବୁକ୍ ତାଙ୍କ ପାଖରୁ ଜବତ କରାହେଇଛି କିଛି ATM କାର୍ଡ଼ ମଧ୍ୟ ଜବତ କରାହେଇଛି 6ଟା ମୋବାଇଲ ଫୋନ୍ ଜବତ କରାହେଇଛି ଏବଂ ତାକୁ କେସ୍ଟି ବର୍ତ୍ତମାନ ଫର୍ଦର ଇନଭେଷ୍ଟିଗେସନ୍ ଆମର ଚାଲିଛି ଯେ କେଉଁମାନେ ସେ ତାକୁ ଅପରେଟ୍ କରୁଥିଲେ କେଉଁମାନଙ୍କ ଭିକ୍ଟିମ୍ମାନଙ୍କ ପଇସା ଆସିଥିଲା ତ ଆପଣଙ୍କ ମାଧ୍ୟମରେ ମୁଁ ଆମର ଜନସାଧାରଣ ଭାଇ ଭଉଣୀମାନଙ୍କୁ ଏହା ସୂଚନା ଦେବା ପାଇଁ ଚାହୁଁଛି ଏସବୁ ଆକାଉଣ୍ଟ ହେଲା ମ୍ୟୁଲ୍ ଆକାଉଣ୍ଟ ଆପଣମାନେ ନିଜର ଆକାଉଣ୍ଟ ନିଜେ ଯେଉଁଟା ଖୋଲୁଛନ୍ତି ତାକୁ ନିଜେ ହିଁ ଅପରେଟ୍ କରନ୍ତୁ ଏବଂ ଏଇଭଳିଆ ସାଇବର ଫ୍ରଡଷ୍ଟାରମାନଙ୍କୁ ତାଙ୍କର ପ୍ରଲୋଭନରେ ପଡ଼ିକିରି ନିଜର ଆକାଉଣ୍ଟ ଖୋଲିକି ତାଙ୍କୁ ଦିଅନ୍ତୁ ନାହିଁ ଯାହାକି ନିରୀହ ଜନସାଧାରଣଙ୍କୁ ଠକିବାରେ ସେମାନେ ବ୍ୟବହାର କରୁଛନ୍ତି ଏବଂ ଏଥିରୁ ସମସ୍ତେ ବିରତ ରହିବା ପାଇଁ ମୋର ଅନୁରୋଧ ରହିବ ଏବଂ ସବୁ ପ୍ରକାର ସାଇବର ସେଫ୍ଟି ମେଜର୍ସ ଯାହା ଅଛି ସମସ୍ତେ ପାଳନ କରନ୍ତୁ ଏବଂ ନିଜେ ଡିଜିଟାଲି ସେଫ୍ ରୁହନ୍ତୁ ଧନ୍ୟବାଦ।